और पुराण स्टोरी स्वासारी कहानी द्वितीय भाग धर्म सहिब नहीं। भारत रे आउ गोटे बड़ राज्य थिला। से राज्यर नाम सुवर्ण नगर। से राज्य रे जे राजा थिले तांकर नाम अनंग उदय। दिने राजांकर कोष्ठी गणनारू पंडिते कहिले जे भृगुंग पोथी अनुसार आमर छामु पूर्व जन्म रे जणे खूब बड़ धनी सौदागर थिले। तांकर स्त्रींकर नाम केशरी। केशरी देखिबा लागि अनिंद्य सुंदरी। बयस 25 रु 30 मध्य हेले मध्य देखिबार लोक माने कहिबे हाँ राणींकर बयस खूब कम हेबो। पंचा बयसर झियो कौन गौरवर्णर चम। जहा हेउ झियर भाग्य भल। ता भाग्य केते बड़ घागर मिलिछि। दिने अनंग उदय सदागर बणिज बेपार करबा निमंते विदेश को बाहरी गले। स्वामी जेतेबेले बेपार बणिज करबा निमंते बाहर विदेश जाउछंती, स्त्री हिसाब रे केशरी निज पुर रे रहिबाकू बाध्य हेले। स्वामी सौदागर अनंग उदय को छाड़ीदेले। केशरींकर से घरे आउ आपणार बोली केही नथिले। शाशु नथिले कि शशुर नथिले, दियर नथिले कि नणद नथिले। घर को एका केशरी सौदागर केशरीर सुविधा निमंते घरे जणे रोसैया को नियुक्ति गले। से रोसैया पूजारी नाम मदन सुंदर। मदन सुंदर सेतेबेलकू युवक बयस, बोलिला बोलिला हाथ, गोड़ खूब सुंदर, मुख पुणी गौरवर्ण। से सिना गरीब घरे जन्म होइतिबारु एमिति ताकू पर घरे मुंड कुजी निजर पेट पोषिबाकू पड़िला। ताहा न हेले मदन सुंदरर रूपକୁ ଦେଖିଲେ ସ୍ୱର୍ଗର ଦେବ କନ୍ୟାମାନେ ମଧ୍ୟ ମଦନ ସୁନ୍ଦର ରୂପରେ ମୋହିତ ହୋଇଯିବେ। ସୌଦାଗରଙ୍କର ସ୍ତ୍ରୀ କେଶରୀ ମଧ୍ୟ ଦେଖିବାକୁ କମ୍ ସୁନ୍ଦରୀ ନୁହଁ। ଭୋଗ ବୟସର ଝିଅ। ବର୍ତ୍ତମାନ କେଶରୀ ସମ୍ପୂର୍ଣ୍ଣ ଯୌବନା। ବିଧାତା ଏମିତି ଭାବରେ କେଶରୀଙ୍କୁ ଗଢ଼ିଛନ୍ତି ଯେ ତାକୁ ଯଦି ଏବେ ସ୍ୱର୍ଗର ଦେବତା ଦେଖନ୍ତି ସେମାନେ କେଶରୀଙ୍କ ରୂପରେ ମୋହିତ ହେବେ। କଥାରେ ଅଛି ରାମ ସୁଗ୍ରୀବେ ଏକାଦଶା। ମଦନ ସୁନ୍ଦରର ବିଭାଘର ହୋଇନଥିବାରୁ ତାର ସ୍ତ୍ରୀ ନାହିଁ। ସେହିପରି ଯୁବତୀ ସ୍ତ୍ରୀକୁ ତାର ଏହି କୁନ୍ଦିଲା କୁନ୍ଦିଲା ଯୌବନ କାଳରେ ଏକା କରି ଘରେ ଛାଡ଼ି ଯାଇଥାନ୍ତି ସୌଦାଗର ଅନଙ୍ଗ ଉଦୟ। କେଶରୀଙ୍କର ମନ ସଦାସର୍ବଦା ସ୍ୱାମୀଙ୍କର ଦେହ ଖୋଜୁଥାଏ। ଏକା ଏକା ପଲଙ୍କ ଉପରେ ଶୋଇ ବି କେତେବେଳେ ଶାନ୍ତିରେ ଶୋଇ ପାରୁନଥାନ୍ତି। ବୟସ ତ ସେ ନାଇଁ ହୋଇଛି, ମନଟା କେବଳ ସ୍ୱାମୀଙ୍କ ପାଖରେ। ଘରେ ଖାଇବାର ପିଇବାର ଆଉ ପିନ୍ଧିବାର ଅଭାବ ନାହିଁ। ହେଲେ ଜଣେ ସ୍ତ୍ରୀ ଲାଗି ଯାହା ନିତାନ୍ତ ଆବଶ୍ୟକ କେଶରୀଙ୍କ ଲାଗି ତାହା ହିଁ ଥିଲା ଅଭାବ। ଦିନକର କଥା। ରାତିରେ ଖିଆପିଆ କାର୍ଯ୍ୟ ସରିବା ପରେ କେଶରୀ ନିଜ ଶୋଇବା ଘରର ଦରଜା ଦେଇ ପଲଙ୍କ ଉପରେ ଶୋଇଲା। ଯେତେ ଚେଷ୍ଟା କଲେ ମଧ୍ୟ ଆଖିକୁ ନିଦ ଆସିଲା ନାହିଁ। ପୁରୁଷ ସହିତ ସଙ୍ଗ କରିବା ନିମନ୍ତେ ମନ ଏବେ ଉତଲା ହେଉଛି। ଯେତେ ଚେଷ୍ଟା କଲେ ମଧ୍ୟ ତାହା ସହ୍ୟ କରି ହେଉନାହିଁ। ଯେତେବେଳେ କେଶରୀଙ୍କର ମନ ଅତ୍ୟନ୍ତ ଅଧୈର୍ଯ୍ୟ ହେଲା ସେତେବେଳେ ସେ ଆଉ ନିଜ ମନକୁ ବାନ୍ଧି ପାରିଲେ ନାହିଁ। ସେ ପଲଙ୍କ ପରିତ୍ୟାଗ କରି ଶୋଇବା ଘର ଦରଜା ଖୋଲି ସମ୍ମୁଖ ଘରକୁ ଚାହିଁଲେ। ସେ ଘରେ ବତୀଟି ଦିକ୍ ଦିକ୍ ହୋଇ ଜଳୁଛି। ଖଟ ଉପରେ ଖୁବ୍ ଶାନ୍ତିରେ ମଦନ ସୁନ୍ଦର ଶୋଇଯାଇଛି। ସେତେବେଳେ କାମ ପାଗଳିନୀ କେଶରୀ ନିଜକୁ ଆଉ ସମ୍ଭାଳି ନ ପାରି ଧୀରେ ଧୀରେ ଯାଇ ମଦନ ସୁନ୍ଦରଙ୍କର ଖଟ ଉପରେ ବସିଲା। ତା ଦେହରେ ହାତ ମାରି କହିଲା, ହେ ମଦନ ସୁନ୍ଦର, ତମେ ଜଲ୍ଦି ଉଠିଲ। ତମ ପାଖରେ ମୋର ଏକ କାମ ପଡ଼ିଛି। ମାଲିକାଣୀଙ୍କର ଡାକରା ଶୁଣି ମଦନ ସୁନ୍ଦର ଧଡ଼ପଡ଼ ହୋଇ ଖଟ ଉପରେ ଉଠି ବସି କହିଲା, ମାଲିକାଣୀ, ଏତେ ରାତିରେ ତମେ ଶଯ୍ୟା ଛାଡ଼ି ଉଠି ଆସିଲ, କ'ଣ ହୋଇଛି? କେଶରୀ କହିଲା, ତମେ ମୋ ଶୟନ କକ୍ଷକୁ ଶୀଘ୍ର ଆସିଲ। ମୁଁ ତୁମକୁ ସବୁ କଥା ସେହିଠାରେ କହିବି।
ଏହା କହି କେଶରୀ ପୁଣି ନିଜର ଶୟନ କକ୍ଷକୁ ଯାଇ ନିଜର ପଲଙ୍କ ଉପରେ ମଦନ ସୁନ୍ଦରଙ୍କୁ ଅପେକ୍ଷା କରି ବସିଲେ। ମାଲିକାଣୀଙ୍କର ଅନ୍ନଖିଆ ଚାକର ମଦନ ସୁନ୍ଦର। ମାଲିକାଣୀଙ୍କର କହିବା ଅନୁସାରେ ମଦନ ସୁନ୍ଦର ମାଲିକାଣୀଙ୍କ ପଛେ ପଛେ ଯାଇ ମାଲିକାଣୀଙ୍କର ଶୟନ କକ୍ଷରେ ପହଞ୍ଚି ପଚାରିଲା, କୁହନ୍ତୁ ମାଲିକାଣୀ, ମୋତେ ଏବେ କ'ଣ କରିବାକୁ ହେବ? ଏତେ ରାତିରେ ଆପଣଙ୍କର ପୁଣି କି ଅସୁବିଧା ହେଲା? ମଦନ ସୁନ୍ଦର ଏକଥା କହିବାରୁ ମାଲିକାଣୀ ମଦନ ସୁନ୍ଦରଙ୍କୁ ଠିଆ ନ ହେବାକୁ କହି ହାତ ଧରି ଟାଣି ନେଇ ପଲଙ୍କ ଉପରେ ବସାଇ ଦେଇ କହିଲା, ଦେଖ ମଦନ ସୁନ୍ଦର, ମୁଁ ତୁମର ମାଲିକାଣୀ। ମୁଁ ତୁମକୁ ଯାହା ଆଦେଶ କରିବି ତୁମକୁ ତାହା ମାନିବାକୁ ହେବ। ମଦନ ସୁନ୍ଦର କହିଲା, ମୁଁ ପରା ଆପଣଙ୍କର ଋଣ ଖାଉଛି, ଆପଣଙ୍କ ଆଦେଶକୁ କିପରି ଅମାନ୍ୟ କରିବି? ମଦନ ସୁନ୍ଦର ଏକଥା କହିବାରୁ କେଶରୀ କହିଲା, ଦେଖ ମଦନ ସୁନ୍ଦର, ସୌଦାଗର ମୋତେ ଏକଲା କରି ବିଦେଶକୁ ବଣିଜ କରିବାକୁ ଯାଇଛି। ମୋର ଏପରି ଭରା ଯୌବନ କାଳରେ ତାଙ୍କର କ'ଣ ଏହା କରିବାର ଥିଲା? ଆଉ ମଧ୍ୟ ତୁମକୁ ଦେଖିଲା ଠାରୁ ମୋର ମନ ତୁମଠାରେ ସଦାସର୍ବଦା ଆକର୍ଷିତ ଅବସ୍ଥାରେ ରହୁଛି। ମନ କହୁଛି ତମେ ଏକଲା ଖଟଟା ଉପରେ ନ ଶୋଇ ତମେ ସବୁବେଳେ ଆସି ମୋରି ପଲଙ୍କ ଉପରେ ଶୁଅନ୍ତ, ମୋ ସହିତ ପ୍ରେମାଳାପ କରନ୍ତ, ମୋ ମନ ମଧ୍ୟରେ ଯେଉଁ ଗୋପନ କଥାଟି ଉଙ୍କି ମାରୁଛି ତାହାକୁ ମଧ୍ୟ ତମେ ପୂରଣ କରନ୍ତ। କହୁନା ମଦନ, ଏଠାରେ ତୁମ ଆଉ ମୋ ବିନା କିଏ ଅଛି ଯେ ଆମର ପ୍ରେମ ଉପରେ ବାଧା ଆଣିବ? ମଦନ ସୁନ୍ଦରଙ୍କୁ ଏହା କହି କେଶରୀ ତାଙ୍କର ହସ୍ତ ଧରି ପାଖକୁ ଆଣିବାକୁ ଚେଷ୍ଟା କରନ୍ତେ ମଦନ ସୁନ୍ଦର କହିଲା, ମୋତେ ଏସବୁ କଥାରୁ କ୍ଷମା କର ମାଲିକାଣୀ। ମୁଁ ତୁମକୁ ହାତ ଧରୁଛି। ମୁଁ ଆପଣଙ୍କର ଚାକର, ଆପଣ ମୋର ପ୍ରଭୁ। ଯିଏ ଅନ୍ନ ବସ୍ତ୍ର ଦେଇ ବଞ୍ଚାଇ ରଖିଛନ୍ତି ସେମାନେ ମୋର ପିତା ମାତା ସମାନ। ମୁଁ କିପରି ଆପଣଙ୍କ ସହିତ ଏପରି ଅନ୍ୟାୟ ଆଚରଣ କରିବି? ତାହା କଲେ ତ ମୋତେ ନରକରେ ପଡ଼ିବାକୁ ହେବ। ଆପଣଙ୍କ ମନରେ ଏପରି ଧାରଣା ହେବା ତ ସ୍ୱାଭାବିକ, ହେଲେ ମୋତେ ଏହି କର୍ମରୁ କ୍ଷାନ୍ତ ଦିଅନ୍ତୁ, ଆଉ କ୍ଷମା କରିଦିଅନ୍ତୁ। ମଦନ ସୁନ୍ଦର ଏପରି କହିବାକୁ କେଶରୀ ଭାବିଲା ଯେ ଇଏ ମୋତେ ଧର୍ମଶାସ୍ତ୍ର ଶୁଣାଇଲାଣି। ଏଥିରେ କ'ଣ ମୋ ମନର ମାନସିକ ପୂରଣ ହୋଇଯିବ? ତହୁଁ କେଶରୀ ମଦନ ସୁନ୍ଦର ଉପରେ ଖୁବ୍ ରାଗ ଜର୍ଜରିତ ଅବସ୍ଥାରେ କହିଲା, ଦେଖ ମଦନ ସୁନ୍ଦର, ମୁଁ ଯେପରି ଏ ଘରେ ଏକା, ତମେ ମଧ୍ୟ ଏ ଘରେ ଏକା। ବର୍ତ୍ତମାନ ଯେବେ ତମେ ମୋ ପ୍ରସ୍ତାବରେ ରାଜି ନ ହେବ ତାହେଲେ ମୁଁ ତୁମକୁ ନିଶ୍ଚୟ ବିପଦରେ ପକାଇଦେବି। ତୁମକୁ ଏପରି ବିପଦରେ ପକାଇଦେବି ଯେ ଆଜି ଦିନେ କ'ଣ ମୋତେ ଜୀବନ ସାରାକୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ ବାଧ୍ୟ ହେବ। ସେଦିନ ମାଲିକାଣୀର କଥାରେ ମଦନ ସୁନ୍ଦର ଆଦୌ ରାଜି ନ ହୋଇ ସେ ଘର ପରିତ୍ୟାଗ କରି ଚାଲିଗଲା। ଏଥର କେଶରୀ କରେ କ'ଣ? ସେଦିନ ମନର କଥା ସବୁ ମନ ମଧ୍ୟରେ ଚାପି କରି ରହିଲା। ଏହା ମଧ୍ୟରେ ଅନେକ ଦିନ ବିତିଯାଇଛି। ତେଣେ ବିଦେଶରେ ବଣିଜ ବେପାର ସାରି ସୌଦାଗର ଅନଙ୍ଗ ଉଦୟ ଗ୍ରାମକୁ ଫେରି ଆସିଲେ। ସେତେବେଳେ କେଶରୀ ମନରେ ଗୋଟିଏ ଚିନ୍ତା ସଦାସର୍ବଦା ବସା ବାନ୍ଧି ରହିଲା। ସେ ଭାବିଲା, ଏକଥା ଯେବେ ମଦନ ସୁନ୍ଦର ସୌଦାଗରଙ୍କୁ ଖୋଲାଖୋଲି ଭାବରେ କହିଦେଲା, ତାହେଲେ ସୌଦାଗରଙ୍କ ପାଖରେ ଅବିଶ୍ୱାସିନୀ ହୋଇପଡ଼ିବି। ସେଥିଲାଗି ମୋତେ ଅନେକ କଷ୍ଟ ଭୋଗ କରିବାକୁ ହେବ। ନା, ଏହାର ଉପାୟ ମୋତେ କରିବାକୁ ହେବ। ଆଉ ସେ ଉପାୟ ଏପରି କରିବି ଯେ ଯେପରି ଏଥିରେ ମୋ ପ୍ରତି କୌଣସି ବିପଦର ଆଞ୍ଚ ଆସିବ ନାହିଁ। ତା ଛଡ଼ା ମଦନ ସୁନ୍ଦରକୁ ଏଥିରେ ଏମିତି ପାନେ ଦେବି ଯେ ସେ ତା ଜୀବନ ସାରା ଭାବୁଥିବ। ଏପରି ଯୋଜନା ଗୋଟିଏ ସ୍ଥିର କରି ପଲଙ୍କ ଉପରେ ମୁହଁ ମାଡ଼ି ଶୋଇ ରହିଲା କେଶରୀ। ସୌଦାଗର ସେଦିନ ନିଜର ପତ୍ନୀଙ୍କୁ ଏପରି ଅବସ୍ଥାରେ ଦେଖି ଖୁବ୍ ଅସ୍ତବ୍ୟସ୍ତ ହୋଇ ପଡ଼ିଲେ। ସେ କେଶରୀଙ୍କ ମଥାକୁ ସାଉଁଳାଇ ଦେଇ କହିଲେ, ମୁଁ ଏତେ ଦିନ ପରେ ବିଦେଶରୁ ଆସିଲି, ତେବେ ମୋତେ ଆନନ୍ଦରେ କେତେ କଥା ହସି ହସି କହିଥାନ୍ତ, ତାହା ନ କରି ତମେ ଏପରି ଦୁଃଖରେ ମୁହଁ ମାଡ଼ି ଶୋଇଛ କାହିଁକି? ତୁମର ଏପରି ଉଦାସୀନ ଭାବ ଦେଖି ମୋ ମନରେ ଖୁବ୍ କଷ୍ଟ ଆସୁଛି। ସୌଦାଗର ଯେତେବେଳେ ନିଜ ସ୍ତ୍ରୀଙ୍କର ମନକୁ ବଦଳାଇବା ଲାଗି ଏପରି ଚେଷ୍ଟା କରିଛନ୍ତି, ସେତେବେଳେ କେଶରୀ ଯେପରି ଏକ ବଡ଼ ସୁଯୋଗ ପାଇଗଲା। ସେହି ସୁଯୋଗକୁ କିପରି କାର୍ଯ୍ୟକାରୀ କରିବେ ସେପରି ଭାବନା କରି ସେ ସ୍ୱାମୀଙ୍କର କଥାର
କୌଣସି ଉତ୍ତର ନ ଦେଇ କେବଳ କଇଁ କଇଁ ହୋଇ କାନ୍ଦିବାକୁ ଆରମ୍ଭ କରିଦେଲା। କହିଲା, ତମେ ଆଉ ମୋତେ ବେଶୀ କିଛି ପଚାର ନାହିଁ। ତୁମ ଘର ତୁମେ ଏବେ ସମ୍ଭାଳ। ମୁଁ ଯାଉଛି, ଜୀବନ ହରାଇଦେବି। ଏତେ ଦିନ ପରେ ବଣିଜ ସାରି ଘରକୁ ଫେରିଥିଲେ ସୌଦାଗର ଅନଙ୍ଗ ଉଦୟ। ନିଜ ଘରକୁ ଆସିଥିବାରୁ ମନରେ ଥିଲା କେତେ ଖୁସି। କିନ୍ତୁ ସ୍ତ୍ରୀଙ୍କ ଠାରୁ ଏପରି କଥା ଶୁଣି ସୌଦାଗର ତଟସ୍ଥ ହୋଇଗଲେ। କେଶରୀଙ୍କୁ ବୁଝାଇବାକୁ ଯାଇ ତାଙ୍କୁ କହିଲେ, ତୁମର ଏବେ କ'ଣ ହୋଇଛି ତାହା ତ କହୁନାହଁ? କଥାଟା ନ କହି ଏପରି ପାଗଳିନୀଙ୍କ ପରି ହେଉଛ କାହିଁକି? ତମକୁ ମୋ ରାଣ କ'ଣ ହୋଇଛି ସେହି ସତ କଥାକୁ ମୋତେ ଖୋଲି କରି କୁହ, ମୁଁ ତାହାର ପ୍ରତିକାର ତ କରିବି। ସୌଦାଗରଙ୍କ ଠାରୁ ଏକଥା ଶୁଣିବା ପରେ କେଶରୀ ଭାବିଲା, ସବୁ ପୁରୁଷ ସହଜରେ ନାରୀମାନଙ୍କ ପାଖରେ ମୋହିତ ହୋଇଯାଆନ୍ତି। ମୋର ଏହି ମିଛ ଅଭିନୟରେ ସୌଦାଗରଙ୍କ ମନର ଅବସ୍ଥା ମଧ୍ୟ ସେଇଆ ହୋଇଛି। ଏପରି ସୁଯୋଗ ଆଉ ଛାଡ଼ିବାର ଅଛି। ତହୁଁ କେଶରୀ ଛଳନା କରି କହିଲା, ହେ ମୋର ପ୍ରିୟତମ, ସେ କଥା ତୁମକୁ କିପରି କହିବି? କହିବା ଆଗରୁ ମୋର ମରିଯିବାର ଥିଲା। ସତ କହୁଛି, ତୁମେ ମୋର ସ୍ୱାମୀ। ଏତେ କଥା ପରେ ତୁମକୁ ଆଉ ମୁହଁ ଦେଖାଇବାର ନଥାନ୍ତା। ଈଶ୍ୱରଙ୍କର ସିନା ଦୟା ଥିବାରୁ ଏତେ ବଡ଼ ବିପଦରୁ ମୁଁ ଖସି ଆସିଲି। ତାହା ହୋଇନଥିଲେ ପୂଜାରୀ ମଦନ ସୁନ୍ଦର ମୋର ସବୁ ସାରି ଦେଇଥିଲା। ସୌଦାଗର ଏକଥା ଶୁଣି ବିସ୍ମିତ ହୋଇଗଲେ। ସେ ପୁଣି କହିଲେ, କ'ଣ ହୋଇଛି? ସତ କଥା ଖୋଲି ନ କହିଲେ ମୁଁ ପୁଣି ବୁଝିବି କିପରି? ମଦନ ସୁନ୍ଦର କ'ଣ କରିଛି ସେ କଥା ମୋତେ କହୁନାହଁ କାହିଁକି? କେଶରୀ କହିଲା, ତାକୁ ତୁମେ ଘରେ ରୋଷାଇ କରିବାକୁ ରଖିଦେଇ ଯାଇଥିଲ। ହେଲେ ଦିନେ ରାତିରେ ମୋର ଶୋଇବା ସମୟରେ ମୋ ଛାତି ଉପରେ ଶୋଇଯାଇ ମୋତେ ମାଡ଼ି ବସିଲା। ସେଦିନ ସେ ମୋର ନାରୀତ୍ୱର ସର୍ବନାଶ କରିଦେବାକୁ ବସିଥିଲା। ମୁଁ ଖୁବ୍ ଭୟରେ ଚିତ୍କାର କରିବାରୁ ସେ ମୋତେ ଛାଡ଼ି ପଳାଇଗଲା। ମୋ ପାଟି ଶୁଣି ପଡ଼ିଶା ଘର ଲୋକମାନେ ସିନା ମୋ ପାଖ ଯାଏ ଆସିଲେ ନାହିଁ, କେହି କିଛି ପଚାରିଲେ ନାହିଁ। ମୋର ଏହା ଇଜ୍ଜତ କଥା। ମିଥ୍ୟା ହୋଇଥିଲେ ତାହାକୁ ପଡ଼ିଶାର ଲୋକେ ସତ ଭାବିଥାନ୍ତେ। ସେଥିଲାଗି ମୁଁ ମୁହଁ ଖୋଲି ଏକଥାକୁ ପ୍ରକଟ ନ କରି ଚୁପ୍ ରହିଲି। ସେହିଦିନ ଠାରୁ ମୁଁ ଖୁବ୍ ସାବଧାନରେ ଚଳୁଛି। କଥାରେ ଅଛି, ଆପଣା ମହତ ଆପେ ରଖି। ତାହା ହୋଇନଥିଲେ ମୋର ଇଜ୍ଜତ ଯାଇଥିଲା। ନିଜର ସ୍ତ୍ରୀ ତାର କହିବା କଥାକୁ ସେ କାହିଁକି ବା ଅବିଶ୍ୱାସ କରନ୍ତେ? କେଶରୀଠାରୁ ଏକଥା ଶୁଣିବା ମାତ୍ରେ ସୌଦାଗରଙ୍କ କଲିଜାରେ ତ ନିଆଁ ଲାଗିଗଲା। ସେ ରାଗରେ ନାଚି ଉଠିଲେ। ଠିକ୍ ଅଛି, ତମେ ଆସ। ସେ ପାଇଁ ମନ ମଧ୍ୟରେ କାହିଁକି ଦୁଃଖ କରୁଛ? ତମେ ଯାହା କରିଛ ଠିକ୍ କରିଛ। ତମେ ଚୁପ୍ ହୋଇ ରୁହ। ସମୟ ଦେଖି ମୁଁ ତାର ପ୍ରତିଶୋଧ କିପରି ନେବି ତାହା ତମେ ବଳେ ଦେଖିବ। ସୌଦାଗର ମଦନ ସୁନ୍ଦର ଉପରେ ପ୍ରତିଶୋଧ ନେବେ ଏକଥା ଶୁଣିବା ମାତ୍ରେ କେଶରୀଙ୍କର ମନ ବେଶ୍ ଖୁସ୍ ହୋଇଗଲା। ଏଣେ ସୌଦାଗର ସୁଯୋଗ ଉଣ୍ଡୁଥିଲେ। ଦିନେ ରାତିରେ ମଦନ ସୁନ୍ଦରଙ୍କୁ ଡାକି ଆଣି ସୌଦାଗର ତାର ଛାତିରେ ଛୁରୀ ଭୁଷି ହତ୍ୟା କରିଦେଲେ। ଆଉ ଲୋକଙ୍କ ଜାଣିବା ଆଗରୁ ମଦନ ସୁନ୍ଦରକୁ ନିଜର ଅଗଣା ମଧ୍ୟରେ ପୋତି ପକାଇଲେ। ସେହି ପୂଜାରୀ ଟୋକା ଏବେ ସାପ ହୋଇ ଜନ୍ମ ହେଲାରୁ ସୌଦାଗର ଅନଙ୍ଗ ଉଦୟ ରାଜା ହୋଇଛି। ପୁଣି ସେହି ପୂର୍ବର ରାଗକୁ ସୁଝାଇବା ଲାଗି ରାଜାଙ୍କୁ ସର୍ପଦଂଶନ କରିବ। ଏଥର ରାଜା ବୁଢ଼ୀଠାରୁ ସମସ୍ତ କଥା ଶୁଣି ଉଆସକୁ ଫେରି ଆସିଲେ। ଏଥର ଶୁଆ କହିଲା, ତୁ ଏଥର ଦେଖିଲୁ ତ ସାରି, ଏଥିରେ ମଦନ ସୁନ୍ଦରର କି ଦୋଷ ଥିଲା କହିଲୁ? ସାରି କହିଲା, ହଁ, ତାର ତ ଦୋଷ ଅଛି, ହେଲେ ସୌଦାଗରର ଏଠାରେ ଅଧିକ ଦୋଷ। ସୌଦାଗର ତ ସବୁ ସତ କଥା ବୁଝିଲେ ନାହିଁ। ସତ କଥାକୁ ବାହାର ନ କରି ମଦନ ସୁନ୍ଦରଙ୍କୁ ମାରିଦେଲା ନା? କିଏ ଏଥିରେ କମ୍ ଯେ ଶୁଆ କହିଲା। ଏଥର ସେ କଥା ଛାଡ଼। ଏବେ ଶୁଣ, ରାଜା ତ ଉଆସକୁ ଫେରିଗଲେ। ଭୟରେ ଆଉ ରାଜ ଉଆସରେ ତାଙ୍କ ଆଖିକୁ ନିଦ ଆସିଲା ନାହିଁ। ହଠାତ୍ ତାଙ୍କ ନିଜ ପକେଟରେ ହାତ ବାଜିଯିବାରୁ ତାଙ୍କର ମନେ ପଡ଼ିଗଲା। ସେ ଦେଖିଲେ ପକେଟରେ କାଗଜ ଖଣ୍ଡିଏ ଅଛି। ସେହି କାଗଜ ଖଣ୍ଡିକ ପୁଣି ସେହି ବ୍ରାହ୍ମଣର। ତାପରେ ସେ ମନକୁ ମନ ଭାବିଲା, ଯାହା ହେଉ
ସେହି ବ୍ରାହ୍ମଣର ଗୋଟିଏ କଥାକୁ ତ ପରୀକ୍ଷା କରିବାକୁ ଯାଇ ଏତେ ଦୂର ଲାଭ ହେଲା ଯାଉଛି, ତାର ପର କଥାଟିକୁ ପରୀକ୍ଷା କରି ଦେଖିବା ସେଥିରେ କ'ଣ ଲେଖା ଅଛି। ସେଥିରେ ଲେଖା ଅଛି ଯେ ଶତ୍ରୁର ସତ୍କାର କରିବ, ତାହେଲେ ସାପ ତ ମୋର ଶତ୍ରୁ, ସାପର ସତ୍କାର ପୁଣି ମୋତେ କରିବାକୁ ହେବ। ରାଜା ଏହି କଥା ଭାବି ଭାବି ଶୋଇପଡ଼ିଲେ।